ମୋର ନାଁ ହେଉଛି କାଳୀଚରଣ। ମୋ ବୟସ 35 ବର୍ଷ। ମୁଁ ଭୁବନେଶ୍ୱରରେ ଫ୍ୟାମିଲି ସହ ରୁହେ। କଟକରେ ମୋ ଶଳା ଚାକିରି କରେ। ସେ ତାଙ୍କ ସ୍ତ୍ରୀ ଆଉ 2ଟି ପିଲାଙ୍କ ସହ ରହନ୍ତି। ତାଙ୍କ ସ୍ତ୍ରୀ ମାନେ ମୋ ଭାଉଜଙ୍କର ନାଁ ହେଉଛି ପିଙ୍କି। ସେ ଦେଖିବାକୁ ବହୁତ ସୁନ୍ଦରୀ, ପୁରା ଗୋରୀ, ବହୁତ ବଡ଼ ବଡ଼ ପତଳା ବେଲ, ଆଉ ଅଣ୍ଟା ଓସାରିଆ, ଆଉ ପଛ ଅଙ୍ଗ ବହୁତ ଓସାର, ଏକଦମ ସୁନ୍ଦରୀ ମାଇକିନା। ମୁଁ ପ୍ରାୟ ସମୟ କଟକ ଯାଏ ମୋ କାମରେ। ସମୟ ମିଳିଲେ ଶଳା ଘରକୁ ଯାଏ। ଦିନେ ମୋ ଶଳା ଘରକୁ ଯାଇଥାଏ। ସେ ମୋତେ ଦେଖି ବହୁତ ଖୁସି ହେଲେ, ଆଉ କହିଲେ ସେ ବାହାରକୁ ଟୁର୍ରେ ଯାଇଛନ୍ତି। ମୋତେ ବି ରାତିରେ ଡର ଲାଗେ ଏକୁଟିଆ ଶୋଇବାକୁ। ତେଣୁ ତମେ ଯଦି ରୁହନ୍ତ ତାହେଲେ ମୁଁ ବହୁତ ଖୁସି ହେବି। ସେଠୁ ମୁଁ କହିଲି ଠିକ୍ ଅଛି। ସେଠୁ ପିଙ୍କି ଭାଉଜ ମୋତେ ଚାହା ଆଣିଦେଲେ, ଆଉ ଦୁହେଁ ବସି ଗପସପ ହେଲୁ। ଆଉ ଅନୁର ହାଲଚାଲ କ'ଣ ମୁଁ କହିଲି। ତାପରେ ଅନୁ ହେଉଛି ମୋ ସ୍ତ୍ରୀ। ମୁଁ କହିଲି ଭଲ। ତାପରେ ମୁଁ ପିଙ୍କି ଭାଉଜଙ୍କର ବେଲକୁ ବେଳେବେଳେ ଅନାଉଥାଏ। ଭାଉଜ ଜାଣିପାରି କହିଲେ, କ'ଣ ଅନୁ ଏବେ ତ ଗାଁରେ ଅଛି, ଆଉ ରାତିରେ ଏକୁଟିଆ କେମିତି ଶୋଉଛ? ମୁଁ କହିଲି ସେମିତି। ପିଙ୍କି ଭାଉଜ କହିଲେ ଇଚ୍ଛା ହେଉନି। ମୁଁ କହିଲି କ'ଣ? ସେଠୁ ଭାଉଜ କହିଲେ ଅନୁକୁ କ'ଣ ପାଇଁ ଗାଁକୁ ପଠେଇଛ? ଆହୁରି ପଚାରୁଛ? ସତରେ ଭାଉଜ, ତମକୁ ପାରି ହେବନି। ସେଠୁ ଭାଉଜ ଗଲେ ରୋଷେଇ କରିବାକୁ। ତାପରେ ପିଲାମାନେ ଖାଇ ପିଇ ଶୋଇଲେ। ପିଙ୍କି ଭାଉଜ ଖାଇବା ବାଢ଼ିଲେ। ଦୁହେଁ ଏକାଠି ବସି ଖାଇବାକୁ ଲାଗିଲୁ। ତାପରେ ପିଙ୍କି ଭାଉଜ କହିଲେ ପ୍ରକୃତରେ କାଳିଆ ତମ ଭାଇ ମୋତେ ସନ୍ତୁଷ୍ଟ କରିପାରୁନାହାନ୍ତି। ସେଠୁ ମୁଁ କହିଲି ଭାଉଜ କ'ଣ ପାଇଁ? ଭାଉଜ କହିଲେ ତାଙ୍କର ଜଲ୍ଦି ବାହାରି ପଡ଼େ, ଆଉ ସେ ଜଲ୍ଦି ଶୋଇପଡ଼ନ୍ତି। ପିଙ୍କି ଭାଉଜ ନାଇଟି ପିନ୍ଧିଥାନ୍ତି, ଆଉ ଭିତରେ ସେ କିଛି ପିନ୍ଧିନଥାନ୍ତି। ଦୁହେଁ ଖାଇସାରି ଶୋଇବା ଘରକୁ ଗଲୁ। ମୁଁ ଭାଉଜଙ୍କୁ କୁଣ୍ଢେଇ ଧରି ଚୁମା ଦେବାକୁ ଲାଗିଲି। ଭାଉଜ ବି ଚୁମା ଦେଲେ, ଆଉ କହିଲେ ପ୍ଲିଜ୍ ମୋତେ ସନ୍ତୁଷ୍ଟ କର। ତାପରେ ଭାଉଜଙ୍କର ଗାଉନ୍ ଖୋଲିଲି। ଦେଖିଲି ଭାଉଜ ଭିତରେ କିଛି ପିନ୍ଧି ନାହାନ୍ତି, ଆଉ ତାଙ୍କର ବେଲ ବହୁତ ମସ୍ତ ହୋଇଛି। ମୁଁ କହିଲି ସତରେ ଭାଉଜ, ତମର ଏ ଗୋରା ମଚମଚ ବେଲ ଟିକେ ବି ଅହଳିନି। ସେଠୁ ଭାଉଜ କହିଲେ ତମେ ୟାକୁ ଦଳି ଦଳି ଅହଳେଇ ଦିଅ ନା। ତାପରେ ମୁଁ ତାଙ୍କର ବେଲକୁ ଦଳିବାକୁ ଲାଗିଲି, ଆଉ ବେଲର ମୁଣ୍ଡିକୁ ରଗଡ଼ି ଚାଲିଲି। ଭାଉଜ କହୁଥାନ୍ତି ସତରେ କାଳିଆ, ତମର ବେଲ ଦଳା ମୋତେ ବହୁତ ମଜା ଦେଉଛି। ପ୍ଲିଜ୍ ମୋ ବେଲକୁ ଖାଅ। ସେଠୁ ମୁଁ ଖାଇବାକୁ ଲାଗିଲି, ଆଉ ଧୀରେ ଧୀରେ ତାଙ୍କର ତଳବାଲା କପଡ଼ା ଭିତରେ ହାତ ମାରିଲି। ପୁରା ଓଦା ଲାଗିଲା। କହିଲି ଭାଉଜ କ'ଣ ମୁତିଲ? ପିଙ୍କି ଭାଉଜ କହିଲେ ନାଇଁ କାଳିଆ, ତମର ବେଲ ଦଳା ଖାଇ ମୋ ଗୁମ୍ଫା ପୁରା ଓଦା ହୋଇଗଲାଣି। ଭାଉଜ ଆଉ ସମ୍ଭାଳି ନପାରି ମୋ ଲୁଙ୍ଗି ଖୋଲିଲେ। ମୋ କଦଳୀ ଦେଖି କହିଲେ ସତରେ କାଳିଆ, ଏମିତି ମୋଟା ଆଉ ଲମ୍ବା କଦଳୀକୁ ମୁଁ କେବେ ଦେଖିନି। ତାପରେ ଭାଉଜ ସେଟାକୁ ପାଟିରେ ପୂରେଇ ଖାଇବାକୁ ଲାଗିଲେ। ମୋ କଦଳୀ ପୁରା ହାର୍ଡ଼ ହୋଇଯାଇଥାଏ। ସେ ମୋ କଦଳୀକୁ ଆଗ ପଛ କରିବାକୁ ଲାଗିଲେ। କିଛି ସମୟ ପରେ ମୋ କଦଳୀରୁ ରସ ବାହାରିବାକୁ ଲାଗିଲା। ଭାଉଜ ସବୁ ଚାଟି ଚାଟି ସଫା କରିଲେ। ତାପରେ ପିଙ୍କି ଭାଉଜଙ୍କର ମୁଁ କପଡ଼ା ବାହାର କଲି। ଓଃ କି ଗୁମ୍ଫା ହେଇଛି! ଗୁମ୍ଫା ଚାରିପଟେ ଖାଲି ବାଳ ଭର୍ତ୍ତି ହୋଇଛି। ମୁଁ ସେଠୁ ତାଙ୍କର ଗୁମ୍ଫାର ବାଳକୁ ଆଡ଼େଇ ଜିଭ ପୂରେଇକି ଚାଟିବାକୁ ଲାଗିଲି। ପିଙ୍କି ଭାଉଜ ମୋ ମୁଣ୍ଡକୁ ଚାପି ଧରି କହିଲେ ଆହୁରି ଜୋରରେ ଚାଟ। ମୁଁ ସେଠୁ ତାଙ୍କର ବାଳୁଆ ଗୁମ୍ଫାରେ ଆଙ୍ଗୁଠି ପୂରେଇ ଚାଟିବାକୁ ଲାଗିଲି। ସେ ଖାଲି ତାଙ୍କର ପଛ ପିଚାକୁ ଉଠାପକା କରୁଥାନ୍ତି। କିଛି ସମୟ ପରେ ତାଙ୍କ ଗୁମ୍ଫାରୁ ପାଣି ବାହାରିବାକୁ ଲାଗିଲା। ମୁଁ ଚାଟି ଚାଟି ସଫା କରିଦେଲି। କିଛି ସମୟ ପରେ ଭାଉଜ ମୋ କଦଳୀକୁ ଧରି ହଲେଇବାକୁ ଲାଗିଲେ। ଏଣେ ମୁଁ ତାଙ୍କ ଗୁମ୍ଫାରେ ଆଙ୍ଗୁଠି ପୂରେଇ ଗୁମ୍ଫାର ବାଳକୁ ଆଉଁସିବାକୁ ଲାଗିଲି, ଆଉ କହିଲି ସତରେ ଭାଉଜ, ତମର ଗୁମ୍ଫା ବାଳ ମସ୍ତ ହୋଇଛି। ସେ କହିଲେ ତମ କଦଳୀ ବି ମସ୍ତ ହୋଇଛି। ମୁଁ କହିଲି ଭାଉଜ ଭାଇ କେତେ ସମୟ କରନ୍ତି? ଭାଉଜ କହିଲେ ଆଜି ପର୍ଯ୍ୟନ୍ତ ସେ ମୋ ଗୁମ୍ଫାରୁ ପାଣି ବାହାର କରିପାରି ନାହାନ୍ତି। ସେ ଖାଲି ତାଙ୍କର ବାହାର କରିଦିଅନ୍ତି, ଆଉ ଶୋଇପଡ଼ନ୍ତି। ଆଉ ମୁଁ ଭାଉଜଙ୍କର ଗୋଟେ ବେଲକୁ ଖାଉଥାଏ, ଆଉ ଆର ବେଲର ମୁଣ୍ଡିକୁ ରଗଡ଼ୁଥାଏ। ଭାଉଜ ଖାଲି ଚିତ୍କାର କରୁଥାନ୍ତି। ତାପରେ ଭାଉଜ ଆଉ ସମ୍ଭାଳି ନପାରି ମୋ କଦଳୀକୁ ଆଉଁସିବାକୁ ଲାଗିଲେ, ଆଉ କହିଲେ କାଳିଆ ପ୍ଲିଜ୍ ମୋତେ ପେଲ, ଆଉ ସମ୍ଭାଳି ହେଉନି। ସେଠୁ ଭାଉଜଙ୍କୁ ମୁଁ କହିଲି ତମକୁ କେମିତି ପେଲା ବହୁତ ଭଲ ଲାଗେ? ସେ କହିଲେ ପଛୁଆ। ସେଠୁ ଭାଉଜ ଖଟକୁ ଧରି ନଇଁଲେ, ଆଉ ମୋ କଦଳୀକୁ ଧରି ତାଙ୍କର ଗୁମ୍ଫାରେ ଲଗେଇ ଦେଲେ। ଏଥର ପୂରେଇକି ପେଲ। ମୁଁ ସେଠୁ ପୂରେଇଲି। ପିଙ୍କି ଭାଉଜଙ୍କର ଗୁମ୍ଫା ପୁରା ଓଦା ଥିବାରୁ ମୋ କଦଳୀ ଏକାଥରକେ ଭିତରକୁ ପଶିଗଲା। ମୁଁ ଆଗ ପଛ କରି କରିବାକୁ ଲାଗିଲି। ଭାଉଜ ମୋ ହାତ ନେଇ ତାଙ୍କର ବେଲରେ ରଖିଲେ, ଆଉ ବେଲକୁ ଦଳ କହିଲେ। ତାପରେ କହିଲେ ଆଉ ଜୋର ଜୋରରେ କର। ସେଠୁ ମୁଁ ତାଙ୍କୁ କରିବାକୁ ଲାଗିଲି। ଭାଉଜ ଖାଲି ସଁ ସଁ ହେଉଥାନ୍ତି। ମୋ କଦଳୀ ତାଙ୍କ ଗୁମ୍ଫାରେ ଆଗପଛ ହେଉଥିବାରୁ ଖାଲି ପଚ୍ ପଚ୍ ଶବ୍ଦ ହେଉଥାଏ। ଭାଉଜ ପୁରା ଉତ୍ତେଜିତ ହୋଇ ତାଙ୍କର ପିଚାକୁ ଆଗ ପଛ କରି କରା ଖାଉଥାନ୍ତି। ଏମିତି କିଛି ସମୟ ପରେ ତାଙ୍କର ବାଳୁଆ ଗୁମ୍ଫାରୁ ପାଣି ବହି ଜଙ୍ଘ ଓଦା ହେବାକୁ ଲାଗିଲା।
ଭାଉଜ କହିଲେ, ବହୁତ ଦିନ ପରେ ଆଜି ମୋ ଗୁମ୍ଫାରୁ ପାଣି ବାହାରିଲା। ଏତେ ପାଣି ମୋ ଗୁମ୍ଫାରୁ କେବେ ବାହାରି ନଥିଲା। ସତରେ କାଳିଆ, ତମେ ଆଜି ମୋତେ ଶାନ୍ତି କରିଦେଲ। ସେଠୁ ମୋ କଦଳୀରୁ ପାଣି ବାହାରିବାକୁ ଲାଗିଲା। ମୁଁ କହିଲି, ଭାଉଜ ମୋର ବି ରସ ଏଥର ବାହାରିବ, କ'ଣ କରିବି? ସେ କହିଲେ, ସବୁତକ ରସ ମୋ ଗୁମ୍ଫାରେ ଭର୍ତ୍ତି କରିଦିଅ। ମୁଁ ସେଠୁ ସବୁତକ ରସ ତାଙ୍କ ଗୁମ୍ଫାରେ ଭର୍ତ୍ତି କରିଲି। ଭାଉଜ ପୁରା ଶାନ୍ତି ହୋଇଗଲେ। ପିଙ୍କି ଭାଉଜ ମୋତେ ଜାବୁଡ଼ି ଧରି କହିଲେ, ସତରେ କାଳିଆ, ଆଜି ତମେ ମୋତେ ପୁରା ସନ୍ତୁଷ୍ଟ କରିଦେଲ। ଏମିତି କରା ମାନେ ଏମିତି ସୁଖ ମୁଁ କେବେ ପାଇନଥିଲି। ଯାହା କୁହ ଭାଉଜ। ମୁଁ କହିଲି, ଯାହା କୁହ ଭାଉଜ, ତମ ଭଳିଆ ମାଇକିନାକୁ ପେଲି ମୁଁ ଆଜି ବହୁତ ଖୁସି। ତମର ପିଚା ଯେମିତି ହେଇଛି ନା, କଦଳୀ ଆଉ ସମ୍ଭାଳି ପାରିବନି। ତମେ ଦୁଇଟା ମାର ପିଲା ହେଲେ ବି ବେଲ ଆଉ ତମର ଗୁମ୍ଫା ପିଚା ଯେମିତି ଲାଗୁଛି ତମେ ବାହା ହେଇନ। ସେ କହିଲେ, ତମ କଦଳୀ ବି କମ୍ ନୁହଁ। ଏମିତି ହେଉ ହେଉ ରାତି ପ୍ରାୟ 4ଟା ହୋଇଗଲା। ସେଠୁ ଦୁହେଁ ଆମେ ଉଲଗ୍ନ ହୋଇ ଶୋଇଲୁ। ସକାଳେ ଭାଉଜ ଉଠି ଗାଧୋଇ ସାରି ମୋ ପାଇଁ ଜଳଖିଆ ବନେଇଲେ। ପୁଅ ସ୍କୁଲକୁ ଚାଲିଗଲା, ଆଉ ଟିକି ଝିଅ ଘରେ ଖେଳୁଥାଏ। ମୁଁ ଉଠି ଦେଖିଲି ଭାଉଜ ରୋଷେଇ କରୁଛନ୍ତି। ମୁଁ ଯାଇ ତାଙ୍କୁ ଜାବୁଡ଼ି ଧରିଲି, ଆଉ ଭାଉଜଙ୍କର ଗାଉନ ତଳପଟୁ ଟେକି ତାଙ୍କର ପଛ ପିଚାକୁ ଚାଟିବାକୁ ଲାଗିଲି, ଆଉ ବେଲକୁ ଦଳିବାକୁ ଲାଗିଲି। ସେଠୁ ଭାଉଜ ସମ୍ଭାଳି ନପାରି ପୁରା ତାଙ୍କର କପଡ଼ା ଓହ୍ଲେଇ ପଡ଼ିଲେ, ଆଉ ମୋତେ ବି ପୁରା ବସ୍ତ୍ରହୀନ କରିଦେଲେ। କହିଲେ, ଏଥର ଠିଆରେ ଠିଆରେ ମୋତେ କର। ମୁଁ ସେଠୁ ତାଙ୍କୁ ଠିଆରେ କରିଲି। ତାଙ୍କର ଗୁମ୍ଫା ସେଠୁ ତାଙ୍କ ଗୁମ୍ଫାରୁ ଭସ୍ ଭସ୍ ହୋଇକି ପାଣି ବାହାରିବାକୁ ଲାଗିଲା। ମୁଁ କହିଲି, ସତରେ ଭାଉଜ, ତମ ଗୁମ୍ଫାରୁ ବହୁତ ପାଣି ବାହାରୁଛି। ଭାଉଜ କହିଲେ, ତମର ରସ ବାହାରିଲେ ମୋତେ ଦେବ। ମୁଁ ସବୁ ପାଟିରେ ପୂରେଇକି ଚାଟି ଚାଟି ଖାଇକି ସଫା କରିବି। ତାପରେ କିଛି ସମୟ ପରେ ମୁଁ ତାଙ୍କୁ କିଛି ସମୟ କରିବା ପରେ ମୋର ରସ ବାହାରିବାର ସମୟ ହୋଇଗଲା। ଆଉ ମୁଁ ଭାଉଜଙ୍କୁ କହିଲି, ଭାଉଜ ମୋର ବାହାରିବ। ତାପରେ ମୁଁ ତାଙ୍କର ବାଳୁଆ ଗୁମ୍ଫାରୁ ମୋ କଦଳୀକୁ ବାହାରକୁ ବାହାର କରିଦେଲି। ଭାଉଜ ମୋ କଦଳୀକୁ ଧରି ହଲେଇବାକୁ ଲାଗିଲେ, ଆଉ କିଛି ସମୟ ହଲେଇଲା ପରେ ତାଙ୍କ ପାଟି ଭିତରେ ମୋର ସବୁ ରସ ବାହାରିଗଲା। ଆଉ ସେ ମୋର ସବୁ ଧଳା ଧଳା ଗରମ ରସକୁ ପାଟିରେ ପୂରେଇକି ପୁରା ଆନନ୍ଦରେ ଚାଟି ଚାଟି ପୁରା ଖାଇ ଖାଇ ପୁରା ସଫା କରିବାକୁ ଲାଗିଲେ। ଆଉ ତାପରେ ଆମେ ଦୁହେଁ ଉଠି ଗାଧୁଆ ଘରକୁ ଯାଇ ଗାଧୋଇ ଦେଲୁ। ସେଠୁ ମୁଁ ଖାଇସାରି ମୋ କାମରେ ଗଲି। ଏବେ ବି ଟାଇମ୍ ମିଳିଲେ ମୁଁ ଭାଉଜଙ୍କୁ ତାଙ୍କ ଘରକୁ ଯାଇ କିମ୍ବା ବାହାରକୁ ନେଇ ତାଙ୍କୁ ମନ ଇଚ୍ଛା ତାଙ୍କର ବାଳୁଆ ଗୁମ୍ଫା ପାଟି ଏବଂ ପଛ ଉଚ୍ଚା ପିଚାରେ ମୋ କଦଳୀ ପୂରେଇକି ନିର୍ଧୁମ ପେଲେ, ଆଉ ତାଙ୍କୁ ପୁରା ସ୍ୱର୍ଗ ସୁଖ ଦିଏ, ଯାହାକି ତାଙ୍କ ସ୍ୱାମୀ ତାଙ୍କୁ ଆଜି ପର୍ଯ୍ୟନ୍ତ ଦେଇପାରି ନାହାନ୍ତି। ସେଇ ସୁଖ ମୁଁ ତାଙ୍କୁ ଦିଏ। ତ ଏବେ କୁହନ୍ତୁ, କାହାଣୀଟି କେମିତି ଲାଗିଲା? ଆପଣଙ୍କର ମତାମତ ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ତ ହଁ, ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ ଅଧ୍ୟାୟରେ। ଧନ୍ୟବାଦ।